नमस्कार जय जगन्नाथ। आज फिश फिंगर रेसिपी ମୁଁ ଦେଖଉଛି। ଏଠି ରସୁଣ କଞ୍ଚା ଲଙ୍କା ନେଇଛି, ମୁଁ ୟାକୁ ବାଟିକି ଏଠି ଭେକ୍ଟି ମାଛକୁ ମୁଁ ଷ୍ଟ୍ରିପ୍ କରି କାଟି ନେଇଛି ପୁରା ଫିଙ୍ଗର ଟାଇପ୍ରେ। ତାପରେ ତାକୁ ମ୍ୟାରିନେଟ୍ କରିକି ଲୁଣ ଦେଇକି ମୁଁ କିଛି ସମୟ ରଖିଦେଇଛି ମିନିମମ୍ ଘଣ୍ଟେ ପାଇଁ। ତାପରେ ଏଠି ମୁଁ ନେଇଛି ବେସନ ଆଉ କର୍ଣ୍ଣଫ୍ଲୋରକୁ ଲୁଣ ଟିକେ ପକେଇକି ଏଠି ଗୋଟେ ବ୍ୟାଟର୍ ନେଇଛି। ବିସ୍କୁଟ ମାନେ ବ୍ରେଡ୍ କ୍ରମ୍ସ ତାକୁ ମୁଁ ତା ଦେହରେ ବୁଡ଼େଇକି କୋଟିଂ କରିନେଇଛି। ଦେଖିନିଅନ୍ତୁ ଏଇଭଳିଆ କରିଦେବେ ମାଛଟିକୁ। ତାପରେ ତାକୁ ଟିକେ ତେଲ ଦେଇକି ଟିକେ ସମୟ ନେଇକି ଭାଜିବେ। ଏଟା ଟିକେ ଟାଇମ୍ ଲାଗିବ କାହିଁକିନା ଭିତର ମାଛଟି କଞ୍ଚା ଅଛି। ତାକୁ ସେଥିପାଇଁ ଆମେ ମିଡ଼ିୟମ୍ ଆଞ୍ଚ ରଖିକି ୟାକୁ ଧୀରେ ଧୀରେ କରିକି ଆମେ ଗୋଲ୍ଡେନ୍ ବ୍ରାଉନ୍ ଫ୍ରାଏ କରିନେବା। ୟାକୁ ଆପଣ ସାଲାଡ଼ ବା କାସୁଣ୍ଡିରେ ଲଗେଇକି ଖାଇପାରିବେ, ନହେଲେ ଆପଣ ସସ୍ ବି ୟୁଜ୍ କରିପାରିବେ। ମୁଁ ଆଜି ଚିକେନ୍ ପକୋଡ଼ା ବି କରିଥିଲି। ଆଉ ଆପଣଙ୍କୁ ଏଇ ରେସିପି ଗୁଡ଼ିକ କେମିତି ଲାଗୁଛି? ଯଦି ଭଲ ଲାଗୁଥିବ ଦୟାକରି ଆପଣମାନେ ନିହାତି ଭାବରେ କମେଣ୍ଟରେ ଜଣାଇବେ। ଆଉ ଲାଇକ୍ ଆଉ ସବସ୍କ୍ରାଇବ୍ କରିବେ ନାହିଁ, ଭୁଲିବେ ନାହିଁ। ଦେଖିନିଅନ୍ତୁ ତା ଭିତରଟା କେତେ ସୁନ୍ଦର ଦେଖାଯାଉଛି।